ଦେଖିପାରୁଥିବେ ଏଇଟା ହେଉଛି କଖାରୁ ଫୁଲ ବରା, ତା ସାଙ୍ଗରେ କୋବି ଆଳୁ ଭଜା ଧନିଆ ପତ୍ର ପଡ଼ିକି। ଇଏ ହେଉଛି ହରଡ଼ ଡାଲି, ସ୍ପେଶାଲି ହରଡ଼ ଡାଲି, ତା ସାଙ୍ଗରେ କାକୁଡ଼ି ସାଲାଡ଼। ଏଇଟା ହେଉଛି ଇଲିଶି ମାଛ ଶୁଖୁଆ, ଲାଲ ଲାଲ ଝାଲ ଝାଲ। ଏତିକି ଆମେ ଆଜି ପୁରା ସମାପ୍ତ କରିବା। ଖାଇସାରିଲା ପରେ ତାପରେ ବହୁତ ଅନୁଭୂତି ନେବା କ'ଣ କ'ଣ ଲାଗୁଛି। ତା ସାଙ୍ଗରେ ଦେଖିପାରୁଥିବେ ପୁରା ଖିଲା ଖିଲା ହ୍ୱାଇଟ୍ ରାଇସ୍। ଖାଇବା ଆର ମଜାଟା ନେବା। ଆପଣମାନେ ବି ଦେଖନ୍ତୁ ମୁଁ କେଉଁ ରେଞ୍ଜରେ କେଉଁ ଟାଇପ୍ର ଖାଉଛି। ଖାଇସାରିକିନା କଥା ହେବା। ଶୁଣ ମୁଁ କ'ଣ କହୁଛି କ'ଣ ଟିକେ ସ୍କୁଟି ନେଇ ଆମ ନାନା ଦୋକାନ ଯିବେ। ସ୍କୁଟି ମୋର। ଖାଇଲା ବେଳେ ସବୁବେଳେ ଗୋଟେ ଡିଷ୍ଟର୍ବ। ଯେତେବେଳେ ଟିକେ ଖାଇବାକୁ ତୁ ବସିବୁ ସେ ଗାଡ଼ି ପାଇଁ ଆସିବ,
ନହେଲେ କ'ଣ ଗୋଟେ କରିବାକୁ ଆସିବ। ଜମାରୁ ଏ ଭଉଣୀଟା ଜମାରୁ ମୋର ବୁଝୁନାହିଁ, ମୋତେ ପୁରା ବିଜାର କରିସାରିଲାଣି। ଯେତେବେଳେ ମୁଁ ତାକୁ ବାରମ୍ବାର କହିଛି ଖାଇଲା ବେଳେ ମୋତେ ଡିଷ୍ଟର୍ବ କେହି କରିବ ନାହିଁ, ସବୁବେଳେ ପଳେଇ ଆସୁଛି ମୋତେ ଡିଷ୍ଟର୍ବ କରିବା ପାଇଁ। ଏତେ ପ୍ରକାର ଜିନିଷ ଗୋଟି ଗୋଟି କରି ଖାଇଲା ବେଳକୁ ଭାରି ଟେନସନ୍ ଲାଗୁଛି। ହାତ ବିନ୍ଧିଲାଣି, ଚାରିଆଡ଼େ ହାତ ପୁରିଲା। ମୁଁ ଭାବୁଛି ଆକୁ ଏକାଥରେ ସବୁ ମିକ୍ସ ଭେଜ୍ ବିରିୟାନୀ କରିଦେବା। ପ୍ରଥମେ ସବୁଯାକ ଲଙ୍କାକୁ ଚକୁଡ଼ି ଦେବା, ଯେତକ ଡାଲି ଲଙ୍କାକୁ, ତାପରେ ଯେତକ ଡାଲି ଅଛି ଟୋଟାଲି ଏକାଥରେ ଓଜାରି ଦେବା। ଟମାଟର, ତାପରେ ଡାଲିଟାକୁ ପୁରା ଦେଖେଇକି ଓଜାଡ଼ି ଦେବା। ତାପରେ କୋବି ଆଳୁ ଭଜାଟାକୁ ବି ଟୋଟାଲି ଆମେ ଓଜାଡ଼ି ଦେବା। ସମାପ୍ତ କରିକିନା ଆଗେ ଟିକେ ତାପରେ ଆମେ ଗୋଳେଇ ଦେବା। ଗୋଳେଇ ସାରିଲା ପରେ ଦେଖିବା ତା ଦେହରେ ଆଉ କ'ଣ ଟିକେ କମତି ରହୁଛି, ତାପରେ ତାକୁ ଟ୍ରାଏ କରିବା। ନା, ମୁଁ ଭାବୁଛି ଆ ଦେହରେ ଆଉ ଗୋଟେ କମତି ଜିନିଷ ରହୁଛି। ଆମେ ଏଥର ଆ ଦେହରେ ମିଶାଇବାକୁ ଯାଉଛୁ, ଆପଣ ତ କେବେ ଖାଇନଥିବେ ଆଉ, କାକୁଡ଼ି ସବୁ ମିଶାଇ ଦେଉଛି। କାକୁଡ଼ି ବିରିୟାନୀ କରିଦେବା। କାକୁଡ଼ି ବିରିୟାନୀ କରିସାରିକିନା ଇଲିଶି ଲୁଣି ଶୁଖୁଆ ଲଗେଇକି ବାଡ଼େଇ ଦେବା। ଆପଣମାନେ ତ କେବେ ଖାଇନଥିବେ ଆଉ। ଦେଖନ୍ତୁ ମୁଁ କେମିତି ଖାଉଛି। ଲଙ୍କା ଗୁଡ଼ାକୁ ସବୁ ଶୁଖୁଆ ଲଙ୍କାକୁ ଦଳି ଦେବା, କଞ୍ଚା ଲଙ୍କା ଖାଇଲେ ଭାରି ମଜା ଲାଗିବ। ଖାଇବା କଥା କହିଲା ବେଳକୁ ପାଟିରୁ ନାଳ ଗଡ଼ି କରୁଛି, ଖାଇଲା ବେଳକୁ କେମିତି ଲାଗିବ ଖାଲି ଦେଖୁଥାନ୍ତୁ।
ମାନେ ଏତେ ଟେଷ୍ଟ ଲାଗିଲା ଯେ ଦେଖନ୍ତୁ ଆଉ କଣ୍ଟ୍ରୋଲ ବାହାରେ। ଶୁଖୁଆଟା ବି ଭାରି ଟେଷ୍ଟି ହେଇଛି। ବଡ଼ ବଡ଼ ଗୁଣ୍ଡା ନେବାକୁ ଇଚ୍ଛା ହେଉଛି, ହେଲେ କ'ଣ କରିବା, ଭାତଟା ଜଲ୍ଦି ସରିଗଲା। ଇଏ ଦବେଇକି ଆଜି ଟିଖିଆଟା ବି ହେଇଗଲା। ସବୁବେଳେ ଦେଖୁଛି ଶୁଖୁଆରେ ପ୍ରବଳ କଣ୍ଟା ରହୁଛି, ବାଛିକି ଖାଇବାକୁ ଟେନସନ୍ ଲାଗୁଛି। ଗୋଟେ ଏମିତି ଗୋଟେ ନୂଆ କମ୍ପାନୀ ବାହାରନ୍ତା ଯେ ଶୁଖୁଆରୁ କଣ୍ଟା ବାହାର କରିଦିଅନ୍ତା, ଖାଲି ଶୁଖୁଆଟି ଆମ ପାଖରେ ପ୍ରଡ଼କ୍ସନ୍ ହୁଅନ୍ତା। ଦେଖନ୍ତୁ ଆପଣ ମୁଁ କେମିତି ଥାଳିକି ଚାଟିକିନା ଖାଇବି, କିଛି ବାକି ରଖିବି ନାହିଁ। ଆପଣ ତ କେବେ ଏମିତି ଥାଳି ଚାଟିକି କେବେ ଖାଇନଥିବେ। ମୁଁ ଆପଣଙ୍କୁ ଦେଖୁଛି କେମିତି ଥାଳି ଚାଟିକି ଖାଇବା ହୁଏ ଆଉ ଖାଇବୁ। ଆପଣ ଖାଲି ଦେଖୁଥାନ୍ତୁ। ଥାଳି ଚାଟିକି ଖାଇଲେ କି ଟେଷ୍ଟ ଲାଗେ। କଣ୍ଟା ତ ମୋତେ ହଇରାଣ କରୁଛି, ନହେଲେ ଏତେବେଳକୁ 2 ଥାଳି ଭାତ ମୁଁ ଖାଇସାରନ୍ତିନି। ବିଶ୍ୱାସ କରିବେନି, ଇଲିଶିରେ ଭାରି କଣ୍ଟା। ଆରଥର ଭାବୁଛି ଆଉ ଇଲିଶି ମଗେଇବିନି, ଯେଉଁ ମାଛରେ କଣ୍ଟା ନଥିବ ଯେଉଁ ଶୁଖୁଆରେ, ସେଇ ଶୁଖୁଆଟି ମଗେଇବି। ଓଃ, ଥାଳି ଚାଟି ଖାଇବାର ଯେଉଁ ମଜା, ବିଶ୍ୱାସ କରିପାରିବେନି ଆପଣ, ଯେଉଁ ଟେଷ୍ଟ ଲାଗୁଛି। ୱାହ, ଚାଟିଦେବା ଆଉ ଟିକେ, ଶୁଖୁଆଟାକୁ ବି ଟିକେ ଚାଟିଦେବା। ଚମଡ଼ା ଆଜ୍ଞା ମୁଁ ଶୁଖୁଆର ଖାଏନି କି ମାଛରୁ ବି ଖାଏନି। ତା ମାଉଁସ ଖାଇସାରିଲା ପରେ ତା ଚମଡ଼ାଟାକୁ ମୁଁ ଫୋପାଡ଼ି ଦିଏ। ମୋତେ ଜମାରୁ ସେଇଟା ଟେଷ୍ଟଲେସ୍ ଲାଗେ। ଦେଖିପାରୁଥିବେ, ଜମାରୁ ଇଚ୍ଛା ହିଁ ହୁଏନି ସେ ଚମଡ଼ା ଖାଇବାକୁ। ଭାରି ତା ଦେହରେ ଚର୍ବି ତେଲଟା ବହୁତ ରୁହେ, ଯେଉଁଟାକି ମୋ ଫିଟନେସ୍ ପାଇଁ ଭାରି ଖରାପ। ଦେଖିପାରୁଥିବେ, ମୁଁ ସେଥିପାଇଁ ଖାଏନି। ହେଇଗଲା, ଆମର ଖାଦ୍ୟ ସମାପ୍ତ ହୋଇଯାଇଛି। ଏବେ ଆମେ ବାସନ ଗୋଟେଇ ଦେବା। ଏତିକି କହିବି। ଆଉ ଟିକେ ଦେଖୁଥିବେ କେମିତି ଖାଇବାର ଫଳ। ଆପଣ ଟିକେ ଲାଇକ୍, ସେୟାର, ସବସ୍କ୍ରାଇବ୍ ଟିକେ ନିହାତି କରିଦେବେ। ରହିଲେ ଆଜ୍ଞା, ଫେରେ ରାତି ଖାଇବାରେ ଆପଣଙ୍କୁ ଦେଖେଇବି କେମିତି